ଆଉ ତୋ ଶାଶୁ ଆଇଥିଲା ସେଦିନ ଛାଡ଼ିଲି 80 ଟଙ୍କା ବାକି ଅଛି ଆଉ। ବୋଲେ ହଁ, ଆଉ ଶାଶୁ ଛାଡ଼ିଥିଲା 80 ଟଙ୍କା ବାକି ଅଛି, ମୁଁ ତୋ ଉପରେ ଯେଉଁ ଦେଇଥିଲି 60 ଟଙ୍କା ମୋତେ ଆଜି ପର୍ଯ୍ୟନ୍ତ ତୁ ଫେରେଇନୁ। ମୁଁ ଆଜ୍ଞା ସତ କଥା କହୁଛି, ସର୍ଟରୁ ସାରିଲା ପରେ ମୋତେ ଆପଣ କନସେପ୍ଟ ପଚାରି ମୁଁ କହିପାରିବିନି, କାହିଁକିନା ମୁଁ ସେଇଠି ମୁଣ୍ଡ ଝାଳ ପୋଛିଲା ଭଳିଆ ଫୋପାଡ଼ି ପଳେଇ ଆସେ। ରିସେଣ୍ଟ ଏବେ କ'ଣ ଆସିବାକୁ ଯାଉଛି, ୟୁଟ୍ୟୁବ ହଉ କିମ୍ବା ଚଳଚ୍ଚିତ୍ର ହଉ କିମ୍ବା ସିରିଏଲ ହଉ, ଏବେ ଯେଉଁଟା ଆସିବାକୁ ଚାହୁଁଛି ସେଇଟା କ'ଣ? ଏବେ ବର୍ତ୍ତମାନ ତ ଚାଲିଛି ଅନସ୍ପଟ୍ ଆମର ଓଟିଭିର ମେକିଂ, ଏଇ ଯେଉଁ ପଲିଟିକାଲ ସର୍କସ୍ ଚାଲିଛି ପ୍ରତ୍ୟେକ ରବିବାର ରାତି 10টাରେ। ଆଉ ତରଙ୍ଗରେ ଗୋଟେ ସନ୍ଧ୍ୟା 6:30 ବେଳେ ଗୋଲମାଲ ଫ୍ୟାମିଲି। ଗୋଲମାଲ ଫ୍ୟାମିଲିରେ ମୋର ପଦିଏ ଡାଇଲଗ୍ ଆଜ୍ଞା, ବୋହୂ ନଡ଼ିଆ ପଇଲାଣି, ଏଇ ପଦିଏ ପଦିଏ ଡାଇଲଗ୍, ଆଉ କୌଣସି ଡାଇଲଗ୍ ନାହିଁ। କିନ୍ତୁ ଏମିତି ଜାଗାରେ ଡାଇଲଗ୍ଟି ମରା ହେଉଛି, ଏଣ୍ଟାୟାର କନସେପ୍ଟର ଫୋକସ୍ଟା ମୋର ଉପରୁ ପଳେଇ ଯାଉଛି। ମୁଁ ବି ଦେଖିଛି 5-6ଟା ଏପିସୋଡ଼ ଗଲାଣି, ମୋତେ ବି ଭଲ ଲାଗୁଛି। ମୁଭି କ'ଣ ଆସୁଛି ଆପଣଙ୍କର କମିଂ ସୁନ୍? କମିଂ ସୁନ୍ ଆମର ଲ୍ୟାଣ୍ଡଫଲ୍ଟା ସିନେମା ହେଲା ସବ୍ୟସାଚୀର ହାଇଏଷ୍ଟ ବଜେଟ୍ ଫିଲ୍ମଟି। ତା ଦେହରେ ଗୋଟେ ଭଲ ଚରିତ୍ର, ମାନେ ଗୋଟେ ଆକ୍ଟିଂ ଓରିଏଣ୍ଟେଡ଼ ଜିନିଷଟି ମୁଁ ଅଭିନୟ କରିଛି, ସେଥିରେ ଭଲ ଲାଗିବ ବୋଲି ମୋର ବିଶ୍ୱାସ। ପୁଷ୍କରରେ ବି ମଧ୍ୟ ଆପଣଙ୍କର ବହୁତ ସୁନ୍ଦର ଚରିତ୍ର ଥିଲା। ହଁ। ସେ ଚରିତ୍ରର ଡାଇଲଗ୍ ମନେ ଅଛି, ସଂଳାପ? ନା ନାହିଁ। ଏମିତି ଆଉ ଏକ ସଂଳାପ କୁହନ୍ତୁ ଆମ ଦର୍ଶକକୁ, ଯେଉଁଟାକି ଆପଣଙ୍କ ନିଜକୁ ସାଟିସ୍ଫ୍ୟାକ୍ସନ୍ ଲାଗିଥିଲା ଯେ ଏଇ ସଂଳାପଟି ମୋ ପାଇଁ ପ୍ରଯୁଜ୍ୟ। ସେମିତି କିଛି ସଂଳାପ ଆପଣଙ୍କ ମନେ ଥିବ, ସେଇଟା କୁହନ୍ତୁ ଯେଉଁଟାକି ଆପଣଙ୍କୁ ସାଟିସ୍ଫ୍ୟାକ୍ସନ୍ ଲାଗିଥିଲା। ଲଭ୍ ଷ୍ଟେସନରେ ହେଇଥିଲା। ଲଭ୍ ଷ୍ଟେସନ ଅବଶ୍ୟ ତ ସବୁ ସ୍କ୍ରିପ୍ଟ ଥିଲା, ସେ ସ୍କ୍ରିପ୍ଟ ଭିତରେ ମୁଁ ନିଜେ ହିଁ ତାକୁ ମାନେ ମୋ ନିଜସ୍ୱ ଡାଇଲଗ୍ କହିଦେଇଥିଲି। ସିଏ ବି ଲଭ୍ ଷ୍ଟେସନ ସିନେମାର ସୁଟିଂଟି ବି ବଡ଼ ମାନେ ଗୋଟେ ଆଶ୍ଚର୍ଯ୍ୟଜନକ ଥିଲା। ବହୁତ କଷ୍ଟ ମାଧ୍ୟମରେ କରିଥିଲି, ଇନଷ୍ଟାଣ୍ଟ ଯାଇକି ଠିଆ ହେଇ ପଡ଼ିଲି, ସେ ଜାଙ୍ଗେ ମୋତେ ଡାଇଲଗ୍ ଦେଇଦେଲେ, ମୁଁ ସେଇଠି ଅନେଇ ଦେଇକିରି କହିଦେଇଥିଲି, ସେଇଟା ବି ଭଲ ଲାଗିଥିଲା। ହଁ, ସେଇଠୁ କଥା ହେଇଥିଲା କ'ଣ କି, ମାନେ ବାବୁସାନ ଟ୍ରେନ୍ ମିସ୍ ହେଇଯାଇଛି। ମୁଁ ପପୁକୁ ଫୋନ୍ କରୁଛି ବା ପପୁ ଆସୁଛି, ପପୁକୁ କହୁଛି ଯେ ଭାଇ ତୁ ଇଏ ବାବୁ ମୋ ସକାଶେ ଟ୍ରେନ୍ ଫେଲ୍ ହେଇଯାଇଛନ୍ତି, ଆଉ ତାଙ୍କୁ ଟିକେ ତୁ ନେଇକି ଝାରସୁଗୁଡ଼ାରେ ଛାଡ଼ିଦେ। ସେଠୁ ପପୁ ମୋତେ କହୁଛି, ଆଉ ତୋ ଶାଶୁ ଆଇଥିଲା ସେଦିନ ଛାଡ଼ିଲି 80 ଟଙ୍କା ବାକି ଅଛି ଆଉ। ବୋଲେ ହଁ, ଆଉ ଶାଶୁ ଛାଡ଼ିଥିଲା 80 ଟଙ୍କା ବାକି ଅଛି, ମୁଁ ତୋ ଉପରେ ଯେଉଁ ଦେଇଥିଲି 60 ଟଙ୍କା ମୋତେ ଆଜି ପର୍ଯ୍ୟନ୍ତ ତୁ ଫେରେଇନୁ। ଏମିତି କେତେ ସୁନ୍ଦର ସୁନ୍ଦର ଡାଇଲଗ୍ଟା ଇନଷ୍ଟାଣ୍ଟ ବି ବାହାର କରିଦେଇଥିଲି। ଠାକୁରଙ୍କ ଦୟାରେ ଭଲ ଚାଲିଥିଲା, ଭଲ ସିନେମାଟି ବି ହେଇଥିଲା ଲଭ୍ ଷ୍ଟେସନ ସିନେମାଟି। ଆପଣ ଅନସ୍କ୍ରିନ୍ରେ ଅଭିନୟ କରିସାରିଲା ପରେ ଏମିତି କିଛି ଇନସିଡେଣ୍ଟ ହେଇଛି, ଫ୍ୟାନ୍ସ ଫଲୋଅର ମାନେ ଆପଣଙ୍କୁ ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଯାଇଛନ୍ତି, କୁଣ୍ଡେଇ ପକେଇଛନ୍ତି, କହିଛନ୍ତି ଯାହା ଆପଣଙ୍କ ଚରିତ୍ର ଆମକୁ ବହୁତ ହସେଇଥିଲା। ଏମିତି କିଛି ଇନସିଡେଣ୍ଟ ହେଇଛି? ହଁ, ବହୁତ ଜାଗା ହେଇଛି। ଏବେ ତ ଗୋଟେ ନାଟକ ହେଇଥିଲା ପୁରୀରେ, ପୁରୀରେ ହେଇଥିଲା। ପୁରୀରେ ଛୋଟିଆ ଚରିତ୍ରଟେ କରିଥିଲି। ସେ ଚରିତ୍ରରେ ମୁଁ ମୋ ସରିଗଲା ପରେ ମୁଁ ଆସି ଗ୍ରୀନ୍ ରୁମ୍ରେ କଷ୍ଟ୍ୟୁମ୍ ଓହ୍ଲଉଛି, ଜଣେ ବୟସ୍କ ଲୋକ, ସିନିୟର ଲୋକ, ସେ ଆସିଲେ, ଆସିକି ମୋ ପାଖରେ ମାନେ ଏଜୁକେଟେଡ଼ ଲୋକ ଜଣା, ତାଙ୍କ ବେଶଭୂଷାରୁ ଜଣାପଡ଼ୁଥାଏ, ହାତ ଯୋଡ଼ିକିରି ସେ କହିଲେ, ମୁଁ କହିଲି ଆଜ୍ଞା, ନା ଆଜ୍ଞା ଆପଣ ରିଅଲି ନ୍ୟାଚୁରାଲ୍ ଆର୍ଟିଷ୍ଟ, ଆପଣ ତ ଏତେ ବୁଢ଼ା ନଥିଲେ, କିନ୍ତୁ ଆକ୍ଟିଂ ତ ଜବରଦସ୍ତ ବୁଢ଼ା ଥିଲା। ମୁଁ କହିଲି ଆଜ୍ଞା ସେ ହବ ହେଇଯାଏ, ମୁଁ କ'ଣ ଜାଣିଛି, ମୁଁ କିଛି ଜାଣିନା ଆଜ୍ଞା, ଅଭିନୟ ବିଷୟରେ ମୁଁ କିଛି କହିପାରିନି, କିନ୍ତୁ ପ୍ରଭୁଙ୍କର ଦାନ ଆଜ୍ଞା। ଆପଣଙ୍କ ମିସେସ୍ ପିଲାମାନେ କେତେ ସପୋର୍ଟ କରନ୍ତି? ପିଲାମାନେ ସପୋର୍ଟ କରୁଛନ୍ତି। ମୋର 2 ପୁଅ 2 ବୋହୂ ବି ବହୁତ ଭଲ ବୋହୂ, ସୁନ୍ଦର ବୋହୂ। 15 ଦିନ ଇଏ ରହିଲେ ଗାଁରେ, 15 ଦିନ ସିଏ ରହିବ, ତାଙ୍କ ଭିତରେ ବି କୌଣସି ମିସ୍ଅଣ୍ଡରଷ୍ଟାଣ୍ଡିଂ ନାହିଁ। ତେଣୁ ଠାକୁରଙ୍କ ଦୟାରେ ଭଲ ଚାଲିଛି ସଂସାର। ମୁଁ କିଏ ଆଜ୍ଞା, ମୁଁ କିଏ, ପ୍ରଭୁଙ୍କ ଇଚ୍ଛା। ସରକାରୀ ଚାକିରି ସହିତ ଅଭିନୟ ଜଗତକୁ କେମିତି ସମୟ ଦେଉଥିଲେ? ସରକାରୀ ଚାକିରି ବେଳେ କମ୍ ଦେଉଥିଲି, କାହିଁକିନା ଯେହେତୁ ଟାଇଟ୍ ସିଟ୍ରେ ଥିଲି, ତେଣୁ ହଲିପାରେନା, ସବୁଯାକ IAS ବାଲାଙ୍କ ସାଙ୍ଗରେ ଇଣ୍ଟରାକ୍ସନ୍। ତେଣୁ IAS ବାଲା କେତେବେଳେ ଡାକିଦେବେ, ଫାଇଲ୍ ଗଲା ଡାକିଦିଅ ମରଣାଙ୍କୁ, ସେଠୁ କାଳେ ନଥିବି, ତେଣୁ ସବୁବେଳେ ଖଣ୍ଡା ଆଗରେ ଚାଲିବାକୁ ପଡ଼େ। ତେଣୁ ସେଇ ହିସାବରେ ଟିକେ ନିବୃତ୍ତରେ, ତଥାପି ତା ଭିତରେ ଗଳି ପଚିକିରି 2000 ମସିହାରେ ମାଉସୀ ପଣତକାନି ସିରିଏଲ୍ ହାଇଦ୍ରାବାଦ ସୁଟିଂ ହୁଏ, ମୁଁ ସେଥିରେ ବି ଅଫିସିଆଲି ପରମିସନ୍ ହେଇ ପଳେଇଛି, ସେଥିରେ ବି କରିଦେଇକି ଆଇଛି। ତେଣୁ ଛୋଟିଆ ଛୋଟିଆ ଅଭିନୟ କରେ। କିନ୍ତୁ ବିଶେଷ କରି ଏଇ ଯେଉଁ ରିଟାୟାରମେଣ୍ଟ ପରେ ହାଡ଼ୁ ବୋଲି ଆପଣ ଜାଣିଥିବେ, ହାଡ଼ୁ ଗୋଟେ ହସି ଅଭିନେତା, ହାଡ଼ୁର ମୋର ବି ଅଭିନୟ କରିଛୁ। ହାଡ଼ୁ କହିଲା ଭାଇ ତ ରିଟାୟାର୍ଡ଼ କରିଗଲା, ଆସ ଗୋଟେ ଆଠଗଡ଼ରେ ଗୋଟେ ସିନେମା ସୁଟିଂ ଅଛି, 15 ଦିନ ରହିବ ଆଠଗଡ଼ରେ କରିବା, ବୋଲି ଚାଲ ଯିବା। ଅବଶ୍ୟ ସେ ସିନେମାଟି ଭଲ ହେଇଥିଲା, ତା ଦେହରେ ଗୋଟେ ଛୋଟ ଚରିତ୍ର ମିଳିଥିଲା, ଆଉ ସେ ସିନେମାଟି ଆୱାର୍ଡ଼ ପାଇଥିଲା। ତା'ର ବହୁତ ବହୁତ ହିମାଂଶୁ ରଞ୍ଜନ ଖଟୁଆ ତା'ର ଥିଲେ ଡାଇରେକ୍ଟର, ପ୍ରତିଭାବାନ ଡାଇରେକ୍ଟର, ଚିର ନମସ୍ୟ।
ଯଦି କହିବା ଓଲିଉଡ ଜଗତରେ ଭେଟରିଆନ୍ କଳାକାର ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ରାଇମୋଣ୍ଡ ପରିଡ଼ା, ଆଜ୍ଞା। ହର ପଟ୍ଟନାୟକ, ଦିଗନ୍ତ ଦିନର କଳାକାରମାନେ ଆଜି ଓଲିଉଡ ଜଗତକୁ ଛାଡ଼ି ଦେଇ ଚାଲି ଯାଇଛନ୍ତି। ହୁଁ। ତାଙ୍କ ଭଳି ଏ ଦିଗନ୍ତ ଦିନର କଳାକାର ଆଉ କେହି ମିଳିବେନି, ଯାହା ଆଶା ବିଶ୍ୱାସ। କ'ଣ ଲାଗୁଛି ତାଙ୍କ ଶୂନ୍ୟସ୍ଥାନ କେହି ପୂରଣ କରିପାରିବେ ନା କରିପାରିବେନି? ଆଜ୍ଞା ଶୁଣନ୍ତୁ, ସେଇଟା ଅବଶ୍ୟ ସତ୍ୟ ବଚନ। କାହିଁକିନା ଯିଏ ଚାଲିଗଲା ସେଟା ଆଉ ଫେରିବନି ନା। ଏଇ ଯେଉଁ ଇଏ ମରିଗଲା ଆମର ହିମାଂଶୁ। ହିମାଂଶୁ ସାଗର ମରିଗଲା। ସେ ଚିନ୍ତା କରନ୍ତୁ, ତାର ଯେଉଁ ବୟସରେ ସେ ଯେଉଁଭଳି ଭାବରେ ମାନେ ଗୀତ ବୋଲୁଥିଲା, ଷ୍ଟେଜ୍ ଉପରେ ଗଲେ ଦର୍ଶକ ସ୍ତବ୍ଧ ହେଇଯାଉଥିଲେ। ସେ ଚାଲିଗଲା। ଅବଶ୍ୟ ତାକୁ ପୂରଣ କରିବା ପାଇଁ ଲୋକ ଆସିବେ, କିନ୍ତୁ ସେ ଟେଷ୍ଟ କେମିତି ଆଉ ବାହାରିବ? ଆସିବେନି କାହିଁ, ଆସିବେ। ତା ଚେଞ୍ଜ ଚେଷ୍ଟା କଳାକାର ଆସିବେ, କିନ୍ତୁ ସେ ଭାବ, ସେ ଡାଇଲଗ୍, ସେ ଯେଉଁ ମନର ଭାବଟା ଆଉ କ'ଣ ତାଙ୍କଠୁ ଯାହା ବାହାରିଥିଲା ଆଉ କ'ଣ ଏକ୍ଜାକ୍ଟଲି ସେୟା କେମିତି ଆସିବ? ଭଗବାନ ପା ସେୟା କରେଇଦେବେନି କେବେ। ଆପଣଙ୍କ ଭଳି ଜଣେ ଗୋଲ୍ଡ ମାନେ ଆଜ୍ଞା। ସୁନା ବୋଲି ଆମେ ସମସ୍ତେ ଭାବୁଛୁ, ଅନେକ ଜଣେ ସୁନାକୁ ଖୋଜିବାକୁ ଚାହୁଁଛନ୍ତି ବଡ଼ ଚରିତ୍ରରେ, ହୁଁ। କିନ୍ତୁ ସେମିତି ବଡ଼ ଚରିତ୍ର ନ ଦେଇ ଆପଣଙ୍କୁ କିଛି ନା କିଛି ଛୋଟ ଚରିତ୍ରରେ କ'ଣ କରୁଛି, ସେମାନେ ଆପଣଙ୍କୁ ଚିହ୍ନି ପାରୁନାହାନ୍ତି ନା ଆପଣଙ୍କ ଭିତରେ ପ୍ରତିଭାକୁ ଆହୁରି ସୁଯୋଗ ଦେଉନାହାନ୍ତି? ନା ଆଜ୍ଞା, ମୁଁ ସେ ବାବଦରେ ବି କିଛି କହିବିନି। କାହିଁକି ନା ଆଜ୍ଞା ମୁଁ କିଛି ଜାଣିନି। ମୋତେ ଆଜ୍ଞା ଯିଏ ଯେଉଁ ଡାକିଲା, ଭାଇ ଆସୁନି ଠିଆ ହେଇଯିବୁ, ଚାଲୁନା ଠିଆ ହେଇଯିବ, କ'ଣ ଅଛି? ଠିଆ ହେବା କଥା ପଦେ କହିଦେବା, ସେମିତି ମୋର କିଛି ଗୁରୁତ୍ୱ ନଥାଏ। ଅମକଟା ନଦେଲେ ଯେ ମନ ଦୁଃଖ ହେବ, ମୋର ସେ ବାବଦରେ କିଛି ନାହିଁ। କାହିଁକିନା ମୋର ତ ଆଉ କିଛି ନାହିଁ ଯେ ପୁଳେ ଆକ୍ଟିଂ କରିକି ଗୋଟେ ଭଲ ପ୍ରତିଭା ଆଣିକି ଓସ୍କାର ଆୱାର୍ଡ଼ ପାଇବି, ସେ ମନୋବୃତ୍ତି ତ ନାହିଁ। ତଥାପି ଠାକୁରଙ୍କ ଦୟାରୁ ଚାଲିଛି। ଗାଁ ଲୋକ କେତେ ଭଲ ପାଇବା ଦିଅନ୍ତି ଆପଣ? ଗାଁ ଲୋକ ମୋତେ ବହୁତ ଭଲ ପାଆନ୍ତି, ସମସ୍ତେ ଆଜ୍ଞା, ସମସ୍ତେ, ଛୁଆଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଭଲ ପାଆନ୍ତି। କାହିଁକିନା ଆଜି ପର୍ଯ୍ୟନ୍ତ ମୁଁ କାହା ସହିତ ଝଗଡ଼ାଟିଏ କରିନାହିଁ। ଆଉ ପ୍ରତ୍ୟେକ ଜିନିଷ ଆଜ୍ଞା ମୁଁ ଜାଣିଛି, ମୋ ବାପା ମା' ମୋତେ ସଂସ୍କାର ଶିଖାଇଛନ୍ତି, ଯେଉଁଟାକି ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ, ଜୀବନର ପ୍ରଥମ ଦେବତା ହେଉଛନ୍ତି ବାପା ମା'। ଯଦି ଆପଣ ଅନ୍ତର ଭିତରେ ଦେଖେଇବା ପାଇଁ ବାପା ମିଠା ଖା, ବାପା ମୁଣ୍ଡିଆ ମାରୁଛି, ନା, ହାର୍ଟଲି, ଇନର ହାର୍ଟରେ ମୁଁ ଇଭିନ୍ କି ସତ କଥା ଆପଣଙ୍କ ଗାଁରେ ଗୋଟେ କଥା କହୁଛି, ମୋ ବୋଉର ସବୁକୁ ମୁଁ ମୋଡ଼ି ମୋଡ଼ି ଆସିଥିଲି। କାହିଁକି ନା ମୋ ଅନ୍ତର ଭିତରେ ମୋ ମା' ପ୍ରତି ଭକ୍ତି ଥାଏ। ବୋଉର ମୋର ସାଙ୍ଗ ହୋଇ ଖାଇବୁ, ବୋଉ ଟିକେ କଞ୍ଚା ଲଙ୍କା ଡାଲିରେ ମନ୍ଥି ଖାଇବାକୁ ଭଲ ଲାଗେ। ସିଏ ବେଳେବେଳେ ଖାଉଥିବ, ମୁହଁଟା ଟିକେ କାହିଁ ଏମିତି କରିଦେବ, ମୁଁ ସେଠୁ କହିବି, ମୁଁ ଉଠିଯିବି, ଉଠି ଯାଇକି ସେଠୁ ଲଙ୍କାଟା ଆଣି ଦେଇଦେବି। ବୋଉ କହିଲା, ତୁ କେମିତି ଜାଣିଲୁ? ମୁଁ କହିଲି, ମୁଁ ତ ଭାବୁକୁ ଲଙ୍କା ଖାଉ, ଲଙ୍କାଟା ନାହିଁ, ସେଇ ସାଇଜ୍ ଟିକେ କାହିଁକି ଏମିତି ହେଉଥିଲୁ ଆଉ। ତେଣୁ ମନକୁ ବୁଝିକିରି ଯଦି ତୁମେ ତାକୁ ପୂର୍ଣ୍ଣ କରିପାରିଲ, ପୁରା କାମରେ ଲଗେଇ ପାରିଲ, ତାହେଲେ ପ୍ରକୃତ ଅନ୍ତର ଭିତରେ ପଶିଲ। ତେଣୁ ଆପଣ ମୋ ସାଙ୍ଗରେ କଥା ହେଉଛନ୍ତି, ମୁଁ ଆପଣଙ୍କ ସାଙ୍ଗେ କଥା କହୁଛି, ଆଉ କଥାଟା କେତେ ହାର୍ଟଲି କହୁଛି ଆଉ କେତେ ଦେଖେଇବା ପାଇଁ କହୁଛି, କ୍ୟାମେରା ଆଗରେ ମୋ ଫେସ୍ ଭ୍ୟାଲୁ କହିଦେବ ନିଶ୍ଚିନ୍ତ। ଏଇଟା ହେଉଛି ଧ୍ରୁବ ସତ୍ୟ। ପରିଶେଷରେ ଦର୍ଶକଙ୍କୁ କ'ଣ କହିବେ ଏବଂ ଲାଷ୍ଟରେ ଗୋଟେ ସଂଳାପ କହି? ଆଚ୍ଛା, ଦର୍ଶକ ମୋର ଭଗବାନ। ଦର୍ଶକ ଭଗବାନଙ୍କୁ ମୁଁ ଏତିକି ମୁଣ୍ଡପାତି ମାନେ ନମସ୍କାର କରିକି ଏତିକି ଜଣାଉଛି ଯେ ଆପଣମାନେ ଭଲ ପାଇବାଟା ହୃଦୟ ଭିତରେ ଦିଅନ୍ତୁ। ଆଉ ଆପଣମାନେ ପ୍ରତ୍ୟେକଟି ଜିନିଷକୁ ଦେଖନ୍ତୁ, ଦେଖିକିରି ତା ଭିତରେ ଆପଣଙ୍କର କମେଣ୍ଟ ଦିଅନ୍ତୁ ଯେ ନାଇଁ ଏ ଚରିତ୍ରକୁ ଏମିତି କରିଥିଲେ ହୁଏତ ଭଲ ହେଇଥାନ୍ତା। କିନ୍ତୁ ଦେଖିଦେଇକି ଆପଣ ଯେଉଁ ରହିଯାଉଛନ୍ତି, କିଛି କହୁନାହାନ୍ତି, ତେଣୁ ଆମେ ନିଜକୁ ପୁଣି ମାନେ ମାର୍ଜିତ କେମିତି କରିବୁ, ସେଇଟା ହେଉଛି ଗୋଟେ ମୁଖ୍ୟ ଜିନିଷ। ତେଣୁ ଦର୍ଶକଙ୍କ ଭଲ ପାଇବାଟା ହିଁ ଆମର ଭଲ ପାଇବା। ତେଣୁ ଆଉ କ'ଣ କହିବି, ଏତିକି କହିକି ରଖୁଛି। ଡାଇଲଗ୍ କ'ଣ କହିବି ଆଜ୍ଞା, ଶୁଣନ୍ତୁ, ମୁଁ ଆଜ୍ଞା ସତ କଥା କହୁଛି, ସର୍ଟରୁ ସାରିଲା ପରେ ମୋତେ ଆପଣ କନସେପ୍ଟ ପଚାରି ମୁଁ କହିପାରିବିନି। କାହିଁକିନା ମୁଁ ସେଇଠି ମୁଣ୍ଡ ଝାଳ ପୋଛିଲା ଭଳିଆ ଫୋପାଡ଼ି ପଳେଇ ଆସେ। ତାପରେ ଦେଖିବା, ଆରେ ହେ ମୁଁ ଏଇଟା କହିଥିଲି। ତେଣୁ ଏଇଆ ହେଉଛି ଘଟଣା। ତେଣୁ ଅଭିନୟ ଭିତରେ ଡାଇଲଗ୍ କ'ଣ ଆଉ କହିବି। ତେଣୁ ଏତିକି ମୁଁ ଦର୍ଶକ ଭଗବାନଙ୍କୁ ରିକ୍ୱେଷ୍ଟ କରିବି, ହେ ଭଗବାନ, ଆପଣମାନେ ଆମମାନଙ୍କୁ ଟିକେ ଭଲ ଦୃଷ୍ଟିରେ ଦେଖନ୍ତୁ। ଆପଣମାନଙ୍କର ଯଦି ଏମିତି ଭଲ ପାଇବା ରହିଥିବ, ଆମେମାନେ ଆପଣଙ୍କ ପାଖରେ ଛୋଟିଆ ଚରିତ୍ରରେ ଅଭିନୟ କରି ଆପଣ ମନ ଖୁସି କରିବ। ଜୟ ଜଗନ୍ନାଥ।